ଜୟ ଶ୍ରୀକୃଷ୍ଣ। ଆଜିର ପୌରାଣିକ ପ୍ରଶ୍ନ ଆଉ ଉତ୍ତରକୁ ଆପଣଙ୍କୁ ସ୍ୱାଗତ। ଆଜି ଆମେ ଜାଣିବା 10ଟି ପୌରାଣିକ ପ୍ରଶ୍ନ ସହିତ ଉତ୍ତର। ତାହେଲେ ଚାଲନ୍ତୁ ଆରମ୍ଭ କରିବା ଆଜିର ପ୍ରଥମ ପ୍ରଶ୍ନ। ଆଜିର ପ୍ରଥମ ପ୍ରଶ୍ନଟି ହେଉଛି ଅର୍ଜୁନଙ୍କ ଦେବ ପିତା କିଏ? ଅପସନ୍ ଏ ଇନ୍ଦ୍ର, ଅପସନ୍ ବି ବାୟୁ, ଅପସନ୍ ସି ସୂର୍ଯ୍ୟ, ଅପସନ୍ ଡି ଯମ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଏ ଇନ୍ଦ୍ରଦେବ। ଅର୍ଜୁନଙ୍କ ଦେବ ପିତା ହେଲେ ଇନ୍ଦ୍ରଦେବ। ମହାଭାରତ ଅନୁସାରେ କୁନ୍ତୀଙ୍କ ଦ୍ୱାରା ଇନ୍ଦ୍ରଦେବଙ୍କ ଆଶୀର୍ବାଦରେ ଅର୍ଜୁନଙ୍କ ଜନ୍ମ ହୋଇଥିଲା। ସେଥିପାଇଁ ଅର୍ଜୁନଙ୍କୁ ଇନ୍ଦ୍ରପୁତ୍ର ବୋଲି କୁହାଯାଏ। 2 ନମ୍ବର ପ୍ରଶ୍ନଟି ହେଉଛି ଅଭିମନ୍ୟୁଙ୍କ ମୃତ୍ୟୁ ସମୟରେ କେଉଁ ନିୟମ ଭଙ୍ଗ ହୋଇଥିଲା? ଅପସନ୍ ଏ ଧନୁର୍ବିଦ୍ୟା ନିୟମ, ଅପସନ୍ ବି କ୍ଷତ୍ରିୟ ଧର୍ମ, ଅପସନ୍ ସି ଚକ୍ରବ୍ୟୁହ ନିୟମ, ଅପସନ୍ ଡି ଗୁରୁ ଆଜ୍ଞା। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି କ୍ଷତ୍ରିୟ ଧର୍ମ। ଅଭିମନ୍ୟୁ ମୃତ୍ୟୁ ସମୟରେ କ୍ଷତ୍ରିୟ ଧର୍ମ ନିୟମ ଉଲ୍ଲଂଘନ ହୋଇଥିଲା। ମହାଭାରତ ଅନୁସାରେ ଅଭିମନ୍ୟୁଙ୍କ ମୃତ୍ୟୁ ସମୟରେ ଯୁଦ୍ଧର ଅନେକ ନିୟମ ଭଙ୍ଗ ହୋଇଥିଲା। ସେହି ଭଙ୍ଗ ହୋଇଥିବା ନିୟମମାନଙ୍କ ମଧ୍ୟରେ ଏକାକୀ ଯୋଦ୍ଧାଙ୍କୁ ଅନେକ ଯୋଦ୍ଧା ଆକ୍ରମଣ କରିବା ନିଷେଧ। ଅଭିମନ୍ୟୁଙ୍କୁ ଏକା ସାଥିରେ କର୍ଣ୍ଣ, ଦ୍ରୋଣ, କୃପାଚାର୍ଯ୍ୟ, ଅଶ୍ୱତ୍ଥାମା, ଦୁଃଶାସନଙ୍କ ପୁତ୍ର ଆଦି ଘେରି ଆକ୍ରମଣ କରିଥିଲେ, ଯାହାକି କ୍ଷତ୍ରିୟ ଯୁଦ୍ଧ ବିରୋଧୀ। ଦ୍ୱିତୀୟତଃ ତାଙ୍କର ଧନୁ ଭାଙ୍ଗି ଯାଇଥିବା ପରେ ତାଙ୍କୁ ଆକ୍ରମଣ କରାଯାଇଥିଲା। 3 ନମ୍ବର ପ୍ରଶ୍ନଟି ହେଉଛି ଦୁର୍ଯ୍ୟୋଧନ କେଉଁ ହ୍ରଦରେ ଲୁଚିଥିଲେ? ଅପସନ୍ ଏ ପଦ୍ମ ହ୍ରଦ, ଅପସନ୍ ବି ଦୌପାୟନ ହ୍ରଦ, ଅପସନ୍ ସି ଦ୍ୱାରକା ହ୍ରଦ, ଅପସନ୍ ଡି ଦୌତବନ ହ୍ରଦ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଦୌପାୟନ ହ୍ରଦ। ଦୁର୍ଯ୍ୟୋଧନ ଦୌପାୟନ ହ୍ରଦ ମଧ୍ୟରେ ଲୁଚି ରହିଥିଲେ। ମହାଭାରତ କଥା ଅନୁସାରେ କୁରୁକ୍ଷେତ୍ର ଯୁଦ୍ଧରେ ପରାଜୟ ପରେ ପାଣ୍ଡବମାନଙ୍କୁ ଏଡ଼େଇବା ପାଇଁ ମାୟା ବିଦ୍ୟାର ସାହାଯ୍ୟରେ ହ୍ରଦ ଜଳ ମଧ୍ୟରେ ଗୁପ୍ତ ରହିଥିଲେ। ପରେ ଭୀମଙ୍କ ସହ ଗଦା ଯୁଦ୍ଧ ହୋଇଥିଲା। 4 ନମ୍ବର ପ୍ରଶ୍ନଟି ହେଉଛି ଭୀଷ୍ମ କେଉଁ ଦେବତାଙ୍କ ଅଷ୍ଟବସୁ ମଧ୍ୟରୁ ଜଣେ? ଅପସନ୍ ଏ ଅନିଳ, ଅପସନ୍ ବି ଦୌଋଷି, ଅପସନ୍ ସି ଧ୍ରୁବ, ଅପସନ୍ ଡି ସୋମ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ବି ଦୌଋଷି। ଭୀଷ୍ମ ଅଷ୍ଟବସୁମାନଙ୍କ ମଧ୍ୟରୁ ଦୌଋଷି ଥିଲେ। ଅଷ୍ଟବସୁ 8 ଜଣ ବସୁ ଦେବତା। ତାଙ୍କ ମଧ୍ୟରୁ ଦୌଋଷି ବଶିଷ୍ଠଙ୍କ ଶ୍ରାପରେ ପୃଥିବୀରେ ଜନ୍ମ ନେଇ ରାଜା ଶାନ୍ତନୁ ଓ ଗଙ୍ଗାଙ୍କ ପୁତ୍ର ଭୀଷ୍ମ ହେଲେ। ଅନ୍ୟ 7 ଜଣ ବସୁ ଶୀଘ୍ର ମୃତ୍ୟୁ ପାଇଥିଲେ, କିନ୍ତୁ ଦୌଋଷି ଦୀର୍ଘ ଜୀବନ ଭୋଗ କରିଥିଲେ। 5ମ ପ୍ରଶ୍ନଟି ହେଉଛି ଅଶ୍ୱତ୍ଥାମାଙ୍କ ମସ୍ତକରେ ଥିବା ମଣି କିଏ ନେଇଥିଲେ? ଅପସନ୍ ଏ ଅର୍ଜୁନ, ଅପସନ୍ ବି ଭୀମ, ଅପସନ୍ ସି ଦ୍ରୌପଦୀ, ଅପସନ୍ ଡି କୃଷ୍ଣ। ସଠିକ୍ ଉତ୍ତରଟି ହେଉଛି ଅପସନ୍ ଡି ଶ୍ରୀକୃଷ୍ଣ। ମହାଭାରତ ଅନୁସାରେ
ଅଶ୍ୱତ୍ଥାମାଙ୍କ ମଥାରେ ଥିବା ଦିବ୍ୟମଣି ଶ୍ରୀକୃଷ୍ଣ ନେଇଥିଲେ। ଅଶ୍ୱତ୍ଥାମା ଦ୍ରୌପଦୀଙ୍କ ପୁତ୍ରମାନଙ୍କୁ ହତ୍ୟା କରିବା ପରେ ପାଣ୍ଡବମାନେ ତାଙ୍କୁ ବନ୍ଦୀ କରିଥିଲେ। ଦ୍ରୌପଦୀଙ୍କ ଆଦେଶରେ ତାଙ୍କୁ ମାରି ଦିଆଯାଇଥିଲା, କିନ୍ତୁ ଶ୍ରୀକୃଷ୍ଣଙ୍କ ଆଦେଶରେ ତାଙ୍କ ମସ୍ତକରେ ମଣି କାଢ଼ି ନିଆଯାଇଥିଲା, ଯାହା ତାଙ୍କର ଦିବ୍ୟ ସୁରକ୍ଷାର ଚିହ୍ନ ଥିଲା। ସେହି ମଣି ଖସିଯିବା ପରେ ଅଶ୍ୱତ୍ଥାମା ଅଭିଶାପ ଜୀବନ ଅତିବାହିତ କଲେ। 6 ନମ୍ବର ପ୍ରଶ୍ନଟି ହେଉଛି, ଶ୍ରୀକୃଷ୍ଣଙ୍କର ଶେଷ ଦିନ କେଉଁ ବନରେ କଟିଥିଲା? ଅପସନ୍ ଏ ନୈମିଷାରଣ୍ୟ, ଅପସନ୍ ବି ପ୍ରଭାସ କ୍ଷେତ୍ର, ଅପସନ୍ ସି ଦୈତ୍ୟବନ, ଅପସନ୍ ଡି ମଥୁରା ବନ। ସଠିକ ଉତ୍ତରଟି ହେଉଛି ଅପସନ୍ ବି ପ୍ରଭାସ କ୍ଷେତ୍ର। ଶ୍ରୀକୃଷ୍ଣଙ୍କର ଶେଷ ଦିନ ପ୍ରଭାସ ବନରେ କଟିଥିଲା। ମହାଭାରତ ଅନୁସାରେ ଯାଦବ ବଂଶର ନାଶ ପରେ ଶ୍ରୀକୃଷ୍ଣ ପ୍ରଭାସ କ୍ଷେତ୍ରର ପ୍ରଭାସ ବନ ମଧ୍ୟରେ ବିଶ୍ରାମ କରୁଥିଲେ। ସେଠାରେ ଜାରା ନାମକ ଶିକାରୀ ଭୁଲରେ ପାଦକୁ ହରିଣ ଭାବି ବାଣ ମାରି ଦେଇଥିଲେ। ଏହି ସ୍ଥାନକୁ ଭାଳକା ତୀର୍ଥ ବୋଲି ମଧ୍ୟ କୁହାଯାଏ। 7 ନମ୍ବର ପ୍ରଶ୍ନଟି ହେଉଛି, ଯୁଧିଷ୍ଠିର ସ୍ୱର୍ଗାରୋହଣ ସମୟରେ ସହଯାତ୍ରୀ କିଏ ଥିଲେ? ଅପସନ୍ ଏ ଭୀମ, ଅପସନ୍ ବି ନକୁଳ, ଅପସନ୍ ସି ସହଦେବ, ଅପସନ୍ ଡି କୁକୁର। ସଠିକ ଉତ୍ତରଟି ହେଉଛି ଅପସନ୍ ଡି କୁକୁର। ଯୁଧିଷ୍ଠିର ସ୍ୱର୍ଗ ଆରୋହଣ ସମୟରେ ସହଯାତ୍ରୀ ଏକ କୁକୁର ଥିଲା। ମହାଭାରତ ଅନୁସାରେ 4 ଜଣ ପାଣ୍ଡବ ଏକତ୍ରିତ ହୋଇ ପତିତ ହୋଇଥିଲେ। ଶେଷ ପର୍ଯ୍ୟନ୍ତ କେବଳ ଯୁଧିଷ୍ଠିର ଓ ଗୋଟିଏ କୁକୁର ରହିଗଲେ। ସ୍ୱର୍ଗଦ୍ୱାରରେ ଯେତେବେଳେ ଇନ୍ଦ୍ର କୁକୁରକୁ ଛାଡ଼ିବାକୁ ନାରାଜ ହେଲେ, ସେତେବେଳେ କିନ୍ତୁ ଧର୍ମରାଜ ଯୁଧିଷ୍ଠିର ଧର୍ମ ପାଳନର ଜିଦ୍ଦିରେ ରହି କୁକୁରକୁ ତ୍ୟାଗ କଲେ ନାହିଁ। ସେହି କୁକୁରଟି ପରେ ଧର୍ମ ଦେବତା ରୂପେ ପ୍ରକାଶ ପାଇଥିଲେ। 8 ନମ୍ବର ପ୍ରଶ୍ନଟି ହେଉଛି, ମାରିଚ କେଉଁ ଋଷିଙ୍କ ପୁତ୍ର ଥିଲେ? ଅପସନ୍ ଏ ବିଶ୍ୱାମିତ୍ର, ଅପସନ୍ ବି କଶ୍ୟପ, ଅପସନ୍ ସି ତାଡ଼କା, ଅପସନ୍ ଡି ପୁଲତ୍ସ୍ୟ। ସଠିକ ଉତ୍ତରଟି ହେଉଛି ଅପସନ୍ ବି କଶ୍ୟପ। ମାରିଚ କଶ୍ୟପ ଋଷିଙ୍କ ପୁତ୍ର ଥିଲେ। ପୁରାଣ କଥା ଅନୁସାରେ ମାରିଚ ଏକ ରାକ୍ଷସ ଥିଲେ। ପିତା କଶ୍ୟପ ଋଷି ଓ ମାତା ଦିତିଙ୍କ ଔରସରୁ ସେ ଜନ୍ମଗ୍ରହଣ କରିଥିଲେ। ରାମାୟଣରେ ସେ ସୁବର୍ଣ୍ଣ ମୃଗ ରୂପ ଧାରଣ କରି ମାତା ସୀତାଙ୍କୁ ମୋହିତ କରିଥିଲେ। 9 ନମ୍ବର ପ୍ରଶ୍ନଟି ହେଉଛି, ରାମ ରାବଣ ଯୁଦ୍ଧରେ ଇନ୍ଦ୍ର ଶ୍ରୀରାମଙ୍କୁ କ'ଣ ଦେଇଥିଲେ? ଅପସନ୍ ଏ ବ୍ରହ୍ମାସ୍ତ୍ର, ଅପସନ୍ ବି ରଥ, ଅପସନ୍ ସି କବଚ, ଅପସନ୍ ଡି ଧନୁ। ସଠିକ ଉତ୍ତରଟି ହେଉଛି ଅପସନ୍ ବି ରଥ। ରାମାୟଣ ଅନୁସାରେ ରାମ ରାବଣ ଯୁଦ୍ଧ ସମୟରେ ଇନ୍ଦ୍ର ଶ୍ରୀରାମଙ୍କୁ ଦିବ୍ୟ ରଥ ପଠାଇଥିଲେ। ରାବଣଙ୍କ ସହ ଭୟଙ୍କର ଯୁଦ୍ଧ ଦେଖି ଇନ୍ଦ୍ରଦେବ ନିଜର ରଥ ଚାଳକ ମାତାଳିଙ୍କୁ ଏକ ଦେବଲୋକୀୟ ରଥ ସହିତ ଶ୍ରୀରାମଙ୍କ ପାଖକୁ ପଠାଇଥିଲେ। ସେହି ରଥରେ
ଦିବ୍ୟ ଅସ୍ତ୍ର ଓ ଅଶ୍ୱ ଥିଲେ। ଏହାଦ୍ୱାରା ଶ୍ରୀରାମ ରାବଣକୁ ପରାଜିତ କରିଥିଲେ। 10 ନମ୍ବର ପ୍ରଶ୍ନଟି ହେଉଛି ଶବରୀ କେଉଁ ଋଷିଙ୍କ ଶିଷ୍ୟା ଥିଲେ? ଅପସନ୍ ଏ ବଶିଷ୍ଠ, ଅପସନ୍ ବି ଅଗସ୍ତ୍ୟ, ଅପସନ୍ ସି ମାତଙ୍ଗ, ଅପସନ୍ ଡି ଦୁର୍ବାସା। ସଠିକ ଉତ୍ତରଟି ହେଉଛି ଅପସନ୍ ସି ମାତଙ୍ଗ ଋଷି। ଶବରୀ ମାତଙ୍ଗ ଋଷିଙ୍କ ଶିଷ୍ୟା ଥିଲେ। ରାମାୟଣ ଅନୁସାରେ ଶବରୀ ମାତଙ୍ଗ ଋଷିଙ୍କ ଆଶ୍ରମରେ ବର୍ଷରୁ ବର୍ଷ ସେବା କରୁଥିଲେ। ଗୁରୁଙ୍କ ଆଦେଶ ଅନୁସାରେ ଶ୍ରୀରାମଙ୍କ ଆଗମନ ପାଇଁ ପ୍ରତୀକ୍ଷା କରିଥିଲେ। ଏହା ହିଁ ଥିଲା ଶ୍ରୀରାମଙ୍କ ପ୍ରତି ଶବରୀଙ୍କର କଠୋର ନିଷ୍ଠା ଓ ଭକ୍ତିର ସର୍ବୋଚ୍ଚ ଉଦାହରଣ। ଏହିପରି ପୌରାଣିକ ପ୍ରଶ୍ନ ସହିତ ଉତ୍ତର ଜାଣିବା ପାଇଁ ମୋର ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ଭିଡ଼ିଓଟି ଭଲ ଲାଗିଥିଲେ ଗୋଟିଏ ଲାଇକ୍, ସେୟାର ଏବଂ କମେଣ୍ଟରେ ଜୟ ଶ୍ରୀକୃଷ୍ଣ ଲେଖନ୍ତୁ। ଜୟ ଶ୍ରୀକୃଷ୍ଣ।